महाभारतରୁ କେତୋଟି ଶିକ୍ଷା କେବେ କରନ୍ତୁ ନାହିଁ ଏଇ 14ଟି କାମ। 1. ଯୁଧିଷ୍ଠିର ପରି ଜୁଆ ଖେଳନ୍ତୁ ନାହିଁ। 2. କର୍ଣ୍ଣଙ୍କ ପରି ଦୁଷ୍ଟ ଲୋକର ଉପକାର ନିଅ ନାହିଁ। 3. ଧୃତରାଷ୍ଟ୍ରଙ୍କ ପରି ପୁତ୍ର ମୁହଁରେ ପଡ଼ ନାହିଁ। 4. ଦ୍ରୌପଦୀ ପରି ଅନୁଚିତ ସ୍ଥାନରେ ହସ ନାହିଁ। 5. ଭୀଷ୍ମ ପରି ଅନୁଚିତ ପ୍ରତିଜ୍ଞାରେ ବନ୍ଧା ହୁଅ ନାହିଁ। 6. ଦ୍ରୋଣାଚାର୍ଯ୍ୟ ପରି ଅର୍ଦ୍ଧସତ୍ୟରେ ବିଶ୍ୱାସ କର ନାହିଁ। 7. ପାଣ୍ଡୁ ପରି କାମରେ ବଶୀଭୂତ ହୁଅ ନାହିଁ। 8. ଗାନ୍ଧାରୀ ପରି ନେତ୍ରହୀନଙ୍କର ଅନୁସରଣ କର ନାହିଁ। 9. କୁନ୍ତୀ ପରି ଅନୁଚିତ ପ୍ରୟୋଗ କର ନାହିଁ। 10. ଦୁର୍ଯ୍ୟୋଧନ ପରି ଅନଧିକାର ହଠ କର ନାହିଁ। 11. ଦୁଃଶାସନ ପରି ନାରୀର ଅପମାନ କର ନାହିଁ। 12. ଅଶ୍ୱତ୍ଥାମା ପରି ଅନିୟନ୍ତ୍ରିତ ରୁହ ନାହିଁ। 13. ପରୀକ୍ଷିତ ପରି କ୍ରୋଧରେ ଅନୁଚିତ କାର୍ଯ୍ୟ କର ନାହିଁ। 14. ଶଲ୍ୟ ପରି ହତୋତ୍ସାହିତ କରୁଥିବା ବ୍ୟକ୍ତିଙ୍କ ସଙ୍ଗତରେ ରୁହ ନାହିଁ। ଏହି 5ଟି କାମ ଅବଶ୍ୟ କର। 1. ଶ୍ରୀକୃଷ୍ଣଙ୍କ ପରି ଧର୍ମର ସହିତ ରୁହ। 2. ବିଦୁରଙ୍କ ପରି ସ୍ପଷ୍ଟବାଦୀ ଶୁଭଚିନ୍ତକ ବନାଅ। 3. ଅଭିମନ୍ୟୁଙ୍କ ପରି ବୀର ହୁଅ। 4. ଘଟୋତ୍କଚ ପରି ଧର୍ମ କାର୍ଯ୍ୟରେ ହସିକି ବଳିଦାନ ଦିଅ। 5. ଅର୍ଜୁନଙ୍କ ପରି ନିଜର ଡୋରି ଭଗବାନଙ୍କ ହାତରେ ସମର୍ପି ଦିଅ। ଏହି କଥାଗୁଡ଼ିକ ଧ୍ୟାନ ଦିଅନ୍ତୁ। ଅଧର୍ମ ଏବଂ ଅତ୍ୟାଚାର ହେଉଥିବାର ଦେଖି ଯେଉଁମାନେ ମୁଣ୍ଡ ନୁଆଁଇ ଦିଅନ୍ତି ତାଙ୍କ ମୁଣ୍ଡ ଗୋଟିଏ ଦିନ ଅବଶ୍ୟ କଟିଯାଏ। ମହାଭାରତ ଏହି କଥାର ସାକ୍ଷୀ ଅଟେ। ଗୀତା ଜ୍ଞାନ ଭୁଲି ମାନବିକତା ସବୁବେଳେ ହାରିଛି। ଏଥିପାଇଁ ସଂସାରରେ କୌଣସି ନା କୌଣସି ସ୍ଥାନରେ ମହାଭାରତ ଆଜି ମଧ୍ୟ ଜାରି ରହିଛି। ଆମର ଜୀବନର ଦିଗ ଏହି କଥା ଉପରେ ନିର୍ଭର କରିଥାଏ ଯେ ଆମର ପରାମର୍ଶଦାତା କିଏ। ଦୁର୍ଯ୍ୟୋଧନ ଶକୁନିଠାରୁ ପରାମର୍ଶ ନେଉଥିଲା ଏବଂ ଅର୍ଜୁନ ଶ୍ରୀକୃଷ୍ଣଙ୍କଠାରୁ। ମନେ ରଖନ୍ତୁ, ଯଦି ଖରାପ ଲୋକ ଖାଲି ବୁଝାଇବା ଦ୍ୱାରା ବୁଝିଯାଆନ୍ତି ତ ବଂଶୀ ବଜାଇବା ବାଲା କେବେ ମଧ୍ୟ ମହାଭାରତ ହେବାକୁ ଦେଇନଥାନ୍ତା। ସାଙ୍ଗମାନେ, ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଲା ତ ନିଶ୍ଚୟ ଲାଇକ୍ କରନ୍ତୁ ଏବଂ ଆଗକୁ ଏହିଭଳି ଭିଡ଼ିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ।